ଜୟଗୁରୁ। କେବେ ଆପଣ ଭାବିଛନ୍ତି କି ଆମ ଜନ୍ମ କେବଳ ଖାଇବା, ରୋଜଗାର କରିବା ଓ ଜୀବନ କାଟିଦେବା ପାଇଁ ହୋଇଛି କି? ନା ଏହା ପଛରେ କୌଣସି ଏକ ବଡ଼ ଉଦ୍ଦେଶ୍ୟ ରହିଛି? ଆମର ପ୍ରିୟ ଠାକୁର ନିଗମାନନ୍ଦ କହିଛନ୍ତି, ତୁମେମାନେ ଜଗତର ଆଦର୍ଶ ହେବ। ଜଗତକୁ ଆଳସ୍ୟ, ଜଡ଼ତା ଶିକ୍ଷା ଦେବା ନିମିତ୍ତ ତୁମମାନଙ୍କର ଜନ୍ମ ନୁହେଁ। କର୍ମ ଭିତରେ ମଧ୍ୟ କିପରି ଅବିକ୍ଷୁବ୍ଧ, ଅବିଚଳିତ, ଶାନ୍ତ, ସମାହିତ ହୋଇ ରହିହୁଏ, ଏହି ନିର୍ମମ ସତ୍ୟ ଆବିଷ୍କାର ନିମିତ୍ତ ତୁମମାନଙ୍କର ଜନ୍ମ। ଭାବନ୍ତୁ, ଗୋଟିଏ ନଦୀ, ତାର ଚାରିପାଖରେ ଝଡ଼ ହୋଇପାରେ, ବର୍ଷା ହୋଇପାରେ, ପଥର ଆସି ବାଧା ଦେଇପାରେ, କିନ୍ତୁ ନଦୀ କେବେ ନିଜର ଗତି ବନ୍ଦ କରେ ନାହିଁ। ସେ ଶାନ୍ତ ଭାବରେ ନିଜ ଲକ୍ଷ୍ୟ ଦିଗକୁ ବହି ଚାଲେ। ଆମ ଜୀବନ ମଧ୍ୟ ସେହିପରି। ପ୍ରତିଦିନ କାମର ଚାପ, ପାରିବାରିକ ଦାୟିତ୍ୱ, ଚିନ୍ତା, ଦୁଃଖ ଓ ସମସ୍ୟା ଆସିଥାଏ। ଅନେକ ସମୟରେ ଆମ ମନ ଅଶାନ୍ତ ହୋଇଉଠେ। ଆମେ ଭାବୁ, ଏତେ ସମସ୍ୟା ଭିତରେ ଶାନ୍ତି କେଉଁଠି ମିଳିବ? ଠାକୁରଙ୍କର ଉତ୍ତର ବହୁତ ସରଳ। ସେ କହିଛନ୍ତି, କର୍ମ ଛାଡ଼ିଦେବାରେ ଶାନ୍ତି ନାହିଁ। ପ୍ରକୃତ ଶାନ୍ତି ହେଉଛି କର୍ମ ମଧ୍ୟରେ ରହି ମନକୁ ସ୍ଥିର ରଖିବା। ଯିଏ ପରିସ୍ଥିତି ବଦଳିଲେ ମଧ୍ୟ ନିଜର ଧୈର୍ଯ୍ୟ, ଭକ୍ତି ଓ ବିଶ୍ୱାସ ହରାଇ ନାହିଁ, ସେହି ହେଉଛି ପ୍ରକୃତ ସାଧକ। ଏହି ପୃଥିବୀକୁ ଆଳସୀ ଲୋକଙ୍କର ଆବଶ୍ୟକତା ନାହିଁ। ଆବଶ୍ୟକତା ଅଛି ଏମିତି ମଣିଷଙ୍କର, ଯିଏ ନିଜର କର୍ମ, ଚରିତ୍ର ଓ ବ୍ୟବହାର ଦ୍ୱାରା ଅନ୍ୟମାନଙ୍କୁ ପ୍ରେରଣା ଦେଇପାରିବ। ଆଜିଠାରୁ ଆସନ୍ତୁ ଏକ ଛୋଟ ସଂକଳ୍ପ କରିବା। ଆମେ ଯେକୌଣସି କାମ କରିବା, ନିଷ୍ଠାର ସହିତ କରିବା। ଯେତେ ବି ପରିସ୍ଥିତି କଠିନ ହେଉନା କାହିଁକି, ମନକୁ ଈଶ୍ୱରଙ୍କ ଚରଣରେ ସମର୍ପଣ କରି ଶାନ୍ତ ରହିବା। କାରଣ ଏହି ପଥ ହିଁ ଆମକୁ ଦିବ୍ୟ ଜୀବନ ଆଡ଼କୁ ନେଇଯାଏ। ଠାକୁରଙ୍କର ଏହି ବାଣୀକୁ ହୃଦୟରେ ଧାରଣ କରି ଚାଲନ୍ତୁ ସମସ୍ତେ ଆମେ କହିବା, ଆମେ କେବଳ ନିଜ ପାଇଁ ଜନ୍ମ ହୋଇନାହୁଁ, ବରଂ ଜଗତ ପାଇଁ ଏକ ଆଦର୍ଶ ହେବା ପାଇଁ ଜନ୍ମ ହୋଇଛୁ। ଜୟଗୁରୁ, ଜୟଗୁରୁ, ଜୟଗୁରୁ।